ବିଷୟରେ କିଛି ଜାଣିବା। ଆଲୋକକୁ ଇଂରାଜୀରେ ଲାଇଟ୍ କୁହାଯାଏ। ଆଲୋକ ହେଉଛି ଏକ ଶକ୍ତି ବା ଶକ୍ତିକୁ ଇଂରାଜୀରେ କୁହାଯାଏ ଏନର୍ଜି। ଆମେ ଜାଣିଛୁ ଶକ୍ତିକୁ ସୃଷ୍ଟି କରିହେବ ନାହିଁ କି ବିନାଶ କରିହେବ ନାହିଁ। ଏନର୍ଜି ନାଇଦର କ୍ରିଏଟେଡ୍ ନର୍ ବି ଡେଷ୍ଟ୍ରଏଡ୍। ଆଲୋକ ହେଉଛି ଶକ୍ତି। ଏହା କିପରି ଆମେ ଜାଣିବା? ଏଠି ଏକ ଏକ୍ଜାମ୍ପଲ ନିଆଯାଇଛି। ଦେଖ ଏଠି ଏଇଟା ହେଉଛି ଆମର ସୋଲାର ପ୍ୟାନେଲ। এই সোলার প্যাନେলটি যেତେବେଳେ ଆଲୋକ ବା ସୂର୍ଯ୍ୟର ଆଲୋକ ସୋଲାର ପ୍ୟାନେଲ ଉପରେ ପଡୁଛି, ଆମେ ଦେଖୁଛୁ এই ସୋଲାର ପ୍ୟାନେଲ ଆମକୁ ବୈଦ୍ୟୁତିକ ଶକ୍ତି ଦେଉଛି। এই ବୈଦ୍ୟୁତିକ ଶକ୍ତି କେଉଁଠୁ ମିଳିଲା? ନା ସୂର୍ଯ୍ୟର ଆଲୋକ ମିଳିଲା। ତେଣୁ ଆଲୋକକୁ ଆମେ କହିପାରିବା ଆଲୋକ ହେଉଛି ଏକ ଶକ୍ତି। ତାପରେ ପରେ ଆମେ ଜାଣିବା ଆଲୋକର ଆବଶ୍ୟକତା କ'ଣ। ଆଲୋକର ବହୁତ କିଛି ଆବଶ୍ୟକତା ରହିଛି। ବର୍ତ୍ତମାନ ଆମେ କିଛି ଆବଶ୍ୟକତା ଜାଣିବା। ଆମେମାନେ ଭାବିଥାଉ ଆମେ ଯେଉଁ ବସ୍ତୁ ଗୁଡ଼ିକୁ ଦେଖୁଛୁ, ଆମେ ଆମର କେବଳ ଚକ୍ଷୁ ସାହାଯ୍ୟରେ ହିଁ ବସ୍ତୁ ଗୁଡ଼ିକୁ ଦେଖିଥାଉ, କିନ୍ତୁ ଏହା ଠିକ୍ ନୁହେଁ। କିପରି? ଦେଖ, ମନେକର ବସ୍ତୁ ଗୁଡ଼ିକ ଘର ଭିତରେ ରହିଛି ଏବଂ ଯଦି ଘରଟିକୁ ଅନ୍ଧାର କରାଯାଏ ତାହେଲେ ତମେ ବସ୍ତୁ ଗୁଡ଼ିକ ଦେଖିପାରିବ ନାହିଁ। କିନ୍ତୁ ଯେତେବେଳେ ଘରଟିକୁ ଆଲୋକିତ କରାଯାଉଛି ତୁମେ ବସ୍ତୁ ଗୁଡ଼ିକୁ ଦେଖିପାରୁଛ। ଏହାର ମାନେ ହେଲା ଯେତେବେଳେ ଆଲୋକ ବସ୍ତୁ ଉପରେ ପଡୁଛି, ଆଲୋକ ବସ୍ତୁରୁ ପ୍ରତିଫଳିତ ହୋଇ ଆମର ଆଖିରେ ପହଞ୍ଚେ, ଯାହାଫଳରେ ଆମେ ବସ୍ତୁକୁ ଆରାମସେ ଦେଖିପାରିବା। ସେହିଭଳି ଦୁଇ ପ୍ରକାର ବସ୍ତୁ ଆମେ ଡିଫାଇନ୍ କରିପାରିବା। ଯେଉଁ ବସ୍ତୁର ନିଜର ଆଲୋକ ଅଛି, ଉଦାହରଣ ସ୍ୱରୂପ ସୂର୍ଯ୍ୟ କିମ୍ବା ଜଳୁଥିବା ମହମବତୀ, ଏହି ବସ୍ତୁର ନିଜର ଆଲୋକ ଅଛି। ତେଣୁ ସେହି ବସ୍ତୁକୁ ଆମେ କହିଥାଉ ଦୀପ୍ତିମାନ ବସ୍ତୁ। ଦୀପ୍ତିମାନ ବସ୍ତୁକୁ ଇଂରାଜୀରେ ଆମେ କହିଥାଉ